ରାତି 3ଟା ବେଳଠୁ ଦିନ 10ଟା ହେଲାଣି 7 ଘଣ୍ଟା ଧରି ଚଢ଼ଉ ଜାରି ରହିଛି ଏବଂ ପାଖାପାଖି 70 ଲକ୍ଷ ଟଙ୍କା ଘରୁ ଉଦ୍ଧାର ହୋଇଛି। ଅନେକ ସୁନା ରୂପା ଗହଣା ଉଦ୍ଧାର ହୋଇଛି ଏବଂ ବଡ଼ କଥା ହେଉଛି ବର୍ତ୍ତମାନ ବିଏନ୍ଏସ୍ 107 ଆଧାରରେ ଏଇ ଘରଟିକୁ ଏବଂ ପ୍ରପର୍ଟିଟିକୁ ଯେହେତୁ ଆଟାଚ୍ କରାଯିବ ସେ ନେଇ ମଧ୍ୟ ବର୍ତ୍ତମାନ ପଞ୍ଚାୟତରାଜ ବିଭାଗ ପକ୍ଷରୁ ଯନ୍ତ୍ରୀମାନେ ଆସି ଘରକୁ ମାପଚୁପ କଲେଣି। କେତେ ଏରିଆରେ ବା କେତେ ସ୍କୋୟାର ଫୁଟରେ ବିଲ୍ଡିଂଟି ଅଛି, ତାର ଘର ଏରିଆ କେତେ ସେ ନେଇ ମଧ୍ୟ ମପାଚୁପା ଆରମ୍ଭ ହେଲାଣି। କାହିଁକିନା ଯେତେବେଳେ ଆପଣ ଦେଖନ୍ତୁ ସରକାରଙ୍କର ନୂତନ ନିୟମ ପ୍ରଣୟନ ଅନୁସାରେ ଯେତେବେଳେ ଆପଣଙ୍କର ଗୋ ତସ୍କରୀ କରୁଛନ୍ତି ବା ଗୋ ଚାଲାଣ କରୁଛନ୍ତି ସେ ସମୟରେ ବାରମ୍ବାର କରୁଛନ୍ତି, ସରକାରଙ୍କ କଥା ମାନୁନାହାନ୍ତି, ତା ପରବର୍ତ୍ତୀ ଅବସ୍ଥାରେ ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ସରକାର ନିଜ ଅଧୀନକୁ ନେଉଛନ୍ତି। ତ ସେଇ ଆଧାରରେ ମଧ୍ୟ ପଞ୍ଚାୟତରାଜ ବିଭାଗ ପକ୍ଷରୁ ସମ୍ପୂର୍ଣ୍ଣ ଭାବରେ ବିଲ୍ଡିଂର ଏରିଆ ଏବଂ ଯୋଉ ଅଛି ଘରବାଡି ଅଛି ଘରବାଡିକୁ ମପାଚୁପା ଚାଲୁଛି। କେତେ ଜାଗା ଅଛି, କେତେ ପ୍ରପର୍ଟି ଅଛି, କାହିଁକିନା ଦେଖନ୍ତୁ କେନ୍ଦୁଝର ପୋଲିସର 47ଟି ଟିମ୍ ପାଖାପାଖି ରାଜ୍ୟର 5ଟି ଜିଲ୍ଲାରେ ଚଢ଼ଉ କରିଛନ୍ତି। କେନ୍ଦୁଝର ମାନେ ଥାନାରେ 10ରୁ ଅଧିକ ମାମଲା ଅଛି, ତ ସେଇ ଆଧାରରେ ଚଢ଼ଉ ହଉଥିଲା। ଆପଣ ଦେଖନ୍ତୁ 7 ଜଣ ପୁଲିସ ଅଧିକାରୀ ଟଙ୍କା ଗଣିବାକୁ ଲାଗିଛନ୍ତି ଏବଂ ଦେଖନ୍ତୁ ପଞ୍ଚାୟତରାଜ ବିଭାଗର ଯେଉଁ ଯନ୍ତ୍ରୀ ଅଛନ୍ତି ସେମାନେ ମଧ୍ୟ ମାପଚୁପ କରୁଛନ୍ତି କେତେ ଏରିଆରେ ଘର ଅଛି କଣ କରୁଛି। ତେବେ ଆମ ସହିତ ଯନ୍ତ୍ରୀ ଅଛନ୍ତି, କଥା ହବା। କେତେ ଏରିଆ ଅଛି? ନାଇଁ ଏରିଆ ଏବେ ସୁଦ୍ଧା ମେଜରମେଣ୍ଟ ହେଇନି, ଟୋଟାଲ ଜଣା ହେଲେ ମୁଁ ଆପଣଙ୍କୁ ବାଇଟ୍ ଦେଇଦେବି। ମାନେ ସାର୍ କଣ କଣ ମାପିଲେଣି? କେବଳ ବିଲ୍ଡିଂ ନା କଣ ମାପିଲେଣି? ଖାଲି ବିଲ୍ଡିଂ ମପା ହେଇଛି, ଅଦର କିଛି ଜିନିଷ ମପା ହେଇନି। ତାପରେ ମପା ହେଲେ ନିଶ୍ଚିତ ଭାବରେ ଯାହା ଯନ୍ତ୍ରୀ କହୁଥିଲେ ସମସ୍ତ ଏରିଆ ମପା ଚାଲିଛି। ଯେହେତୁ ପ୍ରାଥମିକ ସ୍ତରରେ ବିଲ୍ଡିଂଟି ମପା ଯାଉଛି, ଦେଖନ୍ତୁ କେତେ ଏରିଆରେ ଘର କରିଛି, କେତେ ତାର ସମ୍ପତ୍ତି ଅଛି ଏବଂ ଦୁଇଟି ସ୍କର୍ପିଓ ମଧ୍ୟ ଘର ଆଗରେ ଘୋଡ଼ା ହେଇକି ରହିଛି। ଘର ଭିତରୁ ପାଖାପାଖି 70 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ବାହାରିଛି ଏବଂ ଯଦି କୁହାଯାଉଛି ସୁନା ରୂପା ଗହଣା ସବୁ ବାହାରିଛି। ଏବଂ ସବୁଠୁ ବଡ କଥା ହଉଛି ଏଇ ଯୋଉ ଟଙ୍କା ଗୁଡିକ କିପରି ବିନିଯୋଗ ହଉଛି। ଏଇ ଯୋଉ ଟଙ୍କା ଗୁଡିକ ବେଳେ ବେଳେ କଣ କୁହାଯାଏ ସେୟାର ମାର୍କେଟରେ ଏବଂ ମ୍ୟୁଚୁଆଲ ଫଣ୍ଡରେ ଏ ନେଇ ମଧ୍ୟ ପୋଲିସ ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଯାହା ସୁଦର୍ଶନ ଗାଙ୍ଗୋଇ ଯେ କେନ୍ଦୁଝର ସଦର ଏସଡିପି ଅଛନ୍ତି ସେ ମଧ୍ୟ କହୁଥିଲେ ସେ ନେଇ ମଧ୍ୟ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। କାହିଁକିନା ଦେଖନ୍ତୁ ଆଜିକା ଡେଟ୍ରେ ସବୁଠୁ ସୁରକ୍ଷିତ ସ୍ଥାନ ହଉଛି ଆପଣଙ୍କର ଇନଭେଷ୍ଟମେଣ୍ଟ। ଯଦି ମ୍ୟୁଚୁଆଲ ଫଣ୍ଡର ହଉ, ଇନ୍ସୁରାନ୍ସର ହଉ ବା ସେୟାର ମାର୍କେଟରୁ ଆପଣ ଇନଭେଷ୍ଟମେଣ୍ଟ କରିବେ ସେ ନେଇ ତଦନ୍ତ ଜାରି ରହିଛି। ଏବଂ ଆପଣ ଦେଖନ୍ତୁ ସମ୍ପୂର୍ଣ୍ଣ ଭାବରେ ଚଢ଼ଉ 7 ଘଣ୍ଟା ଧରି ଚଢ଼ଉ ଚାଲିଛି। ତା ଅର୍ଥାତ ୟା ପରେ ଦେଖନ୍ତୁ ୟା ପରେ ତାଙ୍କର ୟା ପରେ ଦେଖନ୍ତୁ ୟା ପରେ ମଧ୍ୟ ତାଙ୍କର ଯୋଉ ଅଛି ବାଇପାସର ମାର୍କେଟ କମ୍ପ୍ଲେକ୍ସ ଚଢ଼ଉ ହବ ଏବଂ ଘରୋଇ ନର୍ସିଂ ହୋମ ସେଠି ଚଢ଼ଉ ହବ। ସେ ଏରିଆ କେତେ ବୋଲି ସେଥିରୁ ସ୍ପଷ୍ଟ ବାରି ହବ। Exchange your old AC and take home a new power saving AC. Save up to rupees 10,000. Patro Electronics, Odisha's largest AC seller.